1524 ହେକ୍ଟର ଜଙ୍ଗଲ ଜମିରେ ଅଣଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା। ନୟାଗଡ଼ ଜିଲ୍ଲାରେ ବହୁ ପ୍ରତୀକ୍ଷିତ ମୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ପାଇଁ ଚୂଡ଼ାନ୍ତ ମଞ୍ଜୁରି ଦେଇଛି। ସୂଚନାଯୋଗ୍ୟ ଯେ ଦୀର୍ଘ 30 ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା। ଏହି ଅନୁମୋଦନ ପରେ ଜିଲ୍ଲାର କୃଷି ଓ କୃଷକଙ୍କ ହିତ ସାଧନ ପାଇଁ ଏହି ପ୍ରକଳ୍ପଟି ବରଦାନ ସଦୃଶ ହେବ। 1424 ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଅନୁମତି ମିଳିଛି। ଏହାଦ୍ୱାରା ମୃତଙ୍ଗ ଜଙ୍ଗଲ ସେଚନ ପ୍ରକଳ୍ପରେ 23,000 ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇପାରିବ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ କରିଛନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି ଘର ତିଆରି ପାଇଁ 5 ଲକ୍ଷ ଦେବେ ସରକାର, କରନ୍ତୁ ଆବେଦନ। ଗରିବ ଶ୍ରେଣୀର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ଅନେକ ସୁବିଧା ଯୋଗାଇ ଦେଉଛନ୍ତି ସରକାର। ବର୍ତ୍ତମାନ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାର ଘର ତିଆରି ପାଇଁ ଟଙ୍କା ଯୋଗାଇ ଦେଉଛନ୍ତି। ଗତ ମାର୍ଚ୍ଚ 11 ତାରିଖରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ସରକାର। 6ଟି ଗ୍ୟାରେଣ୍ଟି ଅଂଶ ଭାବରେ 4ଟି ଯୋଜନା ଆରମ୍ଭ କରିସାରିଥିବା କଂଗ୍ରେସ ସରକାର ମଧ୍ୟ ଇନ୍ଦିରାମ ଗୃହ ଯୋଜନାକୁ ଉଚ୍ଚାଭିଳାଷୀ ଭାବେ ଗ୍ରହଣ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ପ୍ରକୃତ ଭୂମିହୀନ ଲୋକ ରହିବା ଉଚିତ ନୁହେଁ। ମାର୍ଚ୍ଚ 11ରେ ସିଏମ ରେଭାଣ୍ଟ ରେଡ୍ଡି ଇନ୍ଦିରାମ ଯୋଜନା ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ 3,500 ଘର ମଞ୍ଜୁରୀ ହେବ। ଯେଉଁମାନଙ୍କ ଖାଲି ଜମି ଅଛି ସେମାନଙ୍କୁ ଘର ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅତିକ୍ରମରେ ହିତାଧିକାରୀମାନଙ୍କୁ 400 ବର୍ଗ ଫୁଟ ଘର ନିର୍ମାଣ କରିପାରିବେ। 4ଟି ପର୍ଯ୍ୟାୟରେ ଏହି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ନିଜ ଜମି ଥିବା ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାପରେ ଯେଉଁମାନଙ୍କ ପାଖରେ ଘର ତିଆରି ପାଇଁ ଜାଗା ନାହିଁ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଯାଉଛନ୍ତି ସରକାର। ହିତାଧିକାରୀଙ୍କୁ ପ୍ରଥମେ ଫାଉଣ୍ଡେସନ ତିଆରି ପାଇଁ 1,00,000 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହାପରେ କାନ୍ଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଉ 2 ଲକ୍ଷ ଟଙ୍କା ଦିଆଯିବ। ଏହାପରେ ଛାତ ନିର୍ମାଣ ହେବା ପରେ ଆଉ 1 ଲକ୍ଷ ଦିଆଯିବ। ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବାକି 1 ଲକ୍ଷ ଟଙ୍କା ଦେବେ ସରକାର। ପରବର୍ତ୍ତୀ ଅପଡେଟ୍ ରହୁଛି ପିଏମ କିଷାନ ଯୋଜନାରେ ମିଳିବ 8,000 ଟଙ୍କା। ବଜେଟରେ କୃଷକଙ୍କୁ ମିଳିବ ବଡ଼ ଉପହାର। ମୋଦି 3.0ରେ କୃଷକଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ମୋଦି ପ୍ରଥମ କୃଷକଙ୍କ ଫାଇଲରେ ଦସ୍ତଖତ କରିଥିଲେ। ତେଣୁ ଆଗାମୀ ଦିନରେ କୃଷକଙ୍କୁ ଆହୁରି ସୁବିଧା ଯୋଗାଇ ଦିଆଯିବ ବୋଲି ଆଶା କରାଯାଉଛି। ଆସନ୍ତା ବଜେଟରେ କୃଷକଙ୍କ ପାଇଁ ବଡ଼ ଉପହାର ଆସିପାରେ ବୋଲି ଅନୁମାନ କରାଯାଉଛି। ପିଏମ କିଷାନ ଯୋଜନାରେ ମିଳୁଥିବା ବାର୍ଷିକ ସହାୟତା ରାଶି ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି ମୋଦି ସରକାର। ପରବର୍ତ୍ତୀ ଅପଡେଟ୍ ରହୁଛି 2 ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପୁତିନଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଆଲୋଚନା। ସୋମବାର 2 ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରୁଷ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ସୂଚନା ଦେଇଛନ୍ତି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରଠାରୁ ଏହା ମୋଦିଙ୍କ ପ୍ରଥମ ରୁଷ ଗସ୍ତ ହେବ। ଏହି ଅବସରରେ ମୋଦି ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବା ସହ ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା କରିବେ। ପ୍ରାୟ 3 ବର୍ଷ ବ୍ୟବଧାନ ପରେ ମୋଦିଙ୍କ ଏହି ଗସ୍ତ ଏବଂ ପୁତିନଙ୍କ ସହ ଆଲୋଚନା ବେଶ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିସହ ପୁତିନଙ୍କ ନିମନ୍ତ୍ରଣ କ୍ରମେ ମୋଦି 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ। ଶେଷଥର ପାଇଁ 2021ରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ହୋଇଥିଲା, କିନ୍ତୁ ଏହା ପରଠୁ ବିଶ୍ୱରେ ବହୁ କିଛି ବଦଳି ଯାଇଛି ବୋଲି ବିନୟ କୁମାର କହିଛନ୍ତି। ସୋମବାର ଅପରାହ୍ନରେ ମୋଦି ମସ୍କୋରେ ପହଞ୍ଚିବେ। ପରେ ରାଷ୍ଟ୍ରପତି ପୁତିନଙ୍କ ସହ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ମୋଦି ରୁଷ ଥିବା ଭାରତୀୟ ସମୁଦାୟଙ୍କୁ ଭେଟିବେ। ପରେ ଅଜଣା ସୈନ୍ୟଙ୍କୁ ସମାଧରେ ସେ ଶ୍ରଦ୍ଧାଞ୍ଜଳି ଦେଇ ମସ୍କୋରେ ଏକ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବେ। 2019ରେ ଶେଷଥର ପାଇଁ ମୋଦି ରୁଷ ଯାଇ ଏକ ଇକୋନୋମିକ ଫୋରମରେ ଯୋଗ ଦେଇଥିଲେ। ପରବର୍ତ୍ତୀ ଅପଡେଟ୍ ରହୁଛି ସିଙ୍ଗର ହେମନ୍ତ ସାଗର ଓ ରୁକୁସାନାଙ୍କ ନାଁରେ
ମାମଲା ରୁଜୁ। ଜଗନ୍ନାଥ ଭଜନଙ୍କୁ ଅଶ୍ଳୀଳ ଭାବେ ଗାଇଥିବା ଅଭିଯୋଗ। ପୁଣି ଥରେ ସମସ୍ୟାରେ କଣ୍ଠଶିଳ୍ପୀ ହେମନ୍ତ ସାଗର। ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଥର ଭଜନଙ୍କୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହେମନ୍ତ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ମାନବ ଅଧିକାରୀ କର୍ମୀ ଶିବସୁନ୍ଦର ସ୍ୱାଇଁ। ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଇଛି, ଯେଉଁଥିରେ ଉଭୟ ହେମନ୍ତ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବେ ଗାଇବା ଶୁଣିବାକୁ ମିଳିଛି। ଏପରି କାର୍ଯ୍ୟ ଜଗନ୍ନାଥ ପ୍ରେମୀ ଭାବକୁ ଆଘାତ ଦେଉଛି। କେବଳ ଏହି ଦୁଇ ଜଣଙ୍କ ବିରୋଧରେ ନୁହେଁ, ଯେଉଁମାନେ ଏହି ଭିଡିଓରେ ଦେଖାଯାଇଛି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏଥର ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏହିପରି ତାଙ୍କୁ ବ୍ୟାନ୍ କରିବା ଦରକାର ବୋଲି ମଧ୍ୟ ଦାବି ହୋଇଛି।